ଆମର ପୋହଳା ମାଛ ପୋହଳା ନୁହଁ ରୋହି ଛୁଆ ଧରିକି ଆସିଛନ୍ତି। ଓ ମାଛ ମାରିନେସନ ହେଲା ନାଇଁ ପଇଲା ହଳଦୀ ଟିକେ ପଇଲା ଆଜିରେ ଅଦା ରସୁଣ ଟିକେ କଞ୍ଚା ଲଙ୍କା ଆଣିଛି ପକେଇକି ସେଥିରେ ପକେଇଦେବା ଆଉ। ଆମର ଏଇନା ଏଇଟା କି ମାଛ ପଇଲା? এইটা যেটা ধরছো সেটা পোড়া মাছ। চিকেন মা এটা কাই ধরছো? ଆମର ହଁ ଆଜି ବହୁତ ବର୍ଷା ହଉଛି ନା ଆମେ ମାଛ ଫାଛ ଯେମିତି ଭାଜିକି ଆସିଲେ ତାପରେ ବର୍ଷା ହେଲା ଆଉ। ମାଛ ବନ୍ଧାକୋବି ଆଳୁ ଭର୍ତ୍ତା ମାଛ ବିରିୟାନୀ ବି ଅଛି ନା ଆଉ ଡାଲମା ଅଛି ଆଉ କ'ଣ ଅଛି ଆଜି? ମାମା ବାପା ଯାଇଥିଲେ ମାଛ ଆଣିବାକୁ କି ମାଛ ଆଣିଛନ୍ତି? ସବୁ ଆମର ଛୋଟ ମାଛ ଇଏ କ'ଣ ମାଛ ମଞ୍ଜି ଇଏ ଆଣିଛନ୍ତି କ'ଣ କହିଲେ ଆମର ପୋହଳା ମାଛ ପୋହଳା ନୁହଁ ରୋହି ଛୁଆ ଧରିକି ଆସିଛନ୍ତି ହେଲା। ଆମେ ଆଜି ଭଜା ଭଜି କରିବା। ତାପରେ ଏଇ ବଡ଼ ମାଛ ଗୁଡ଼ା ଯାହା ଡ୍ରେସ୍ ପିନ୍ଧିକି ଆସିବୁ ସବୁଦିନ ଗୋଟେ ଡ୍ରେସ୍ ପିନ୍ଧି ଧୁଆ ବି ସଇଲାଣି ଆହୁରି ଏତିକି ଅଛି। ଏତେ ମାଛ ଆସିଛି ଯେ ଏତିକି ଧୁଆ ହେଲା ପରେ ବି ଆହୁରି ଏତେ ମାଛ ଅଛି। ନା ଆମର ବାପା ଆଜି ବହୁତ ବଡ଼ ବଡ଼ ମାଛ ନେଇ ଆସିଥିଲେ ତେଣୁକରି ମାମା ସେଇଟା ରୋହି ମାଛକୁ ପୋହଳା ମାଛ ଭାବି ନେଇ ଆସିଥିଲେ। ତାପରେ ବଡ଼ ହେଇଯାଇଛି ଆମେ ଟିକେ ଛୋଟ ଛୋଟ କରି କାଟିଦେଲେ ଆଉ ହେଲା। ଆଉ ଏଇ ଦୁଇଟା ଆମର ରହିଲା ଆଉ ହଉ ମାଛ ମାରିନେସନ ହେଲା ନାଇଁ ପଇଲା ହଳଦୀ ଟିକେ ପଇଲା ମାଛ ମାରିନେସନ ହେଲା ଏଥରକ ହେଲା। ଲେମ୍ବୁଟା ପକେଇଲେ ଟିକେ ମାନେ ଆଇଁଷ ଆଇଁଷ ବେଶୀ ଗନ୍ଧେଇବନି ଆଉ। ତାପରେ ଏଇ ହଳଦୀ ଲୁଣ ପକେଇଦେବା ହେଲା। ପକେଇ ଦେଇକି ଆମେ ଏଥିରେ କ'ଣ କରିବା ଟିକେ ଲେମ୍ବୁ ଚିପୁଡ଼ି ଦେବା ହେଲା। ତାପରେ ତାକୁ ଆମେ ଗୋଳେଇ ଦେବା ଆଉ ଆଧିରେ ଆମେ କ'ଣ ଅଦା ରସୁଣ ଛେଚିକି ପକେଇବା ହେଲା। ଆଧିରେ ଆମେ ଅଦା ରସୁଣ ଟିକେ କଞ୍ଚା ଲଙ୍କା ଆଣିଛି ପକେଇକି ଛେଚିକି ପକେଇଦେବା ଆଉ। ଦୁଇଟା ଆମର ଗ୍ୟାସ୍ ଲାଗିଲା ଦୂରକୁ ଯାଇ ଦେଖା ତ ଆମର ଗ୍ୟାସ୍ ହେଇଗଲା ନାଇଁ କି? ଏବେ ଏଇଥିରେ ତେଲ ପଡ଼ିବ। ଆମର ଏବେ କଢ଼େଇରେ ତେଲ ପଡ଼ିଲା ନାଇଁ କି? ଆମର ଏଇନା ରୋହି ମାଛ ପଡ଼ିଛି କଢ଼େଇରେ। ମା ଏ କ'ଣ ଗୋଟେ ପଟ ଭଜା ସରିଲା ଆଉ ଗୋଟେ ପଟ ଉଲଟୁଛି ନାଇଁ କି? ମାମା ଆଉ କ'ଣ ମାଛ ଭଜା ସରିଲା ଏଇନା ବାହାରୁଛି ନାଇଁ କି? ବଡ଼ ମାଛଟି ଆମର ଏଇନା ଏଇଟା କି ମାଛ ପଇଲା? এইটা যেটা ধরছো সেটা পোড়া মাছ। পুরা উপরে পুরা মেঘ বহু জোরসে উঠেইকি রଖିছি। ବର୍ଷା ପାଗ ପୁରା ଚାରିଆଡ଼େ। ବର୍ଷା ପାଗକୁ ଏପଟରେ ଆମର ମାଛ ଭଜା ହେଉଛି ମାମା ଭାଜୁ। ଆମର ଏଇନା ପୋଳା ମାଛ ଭଜା ସରିଲା ନାଇଁ କି? ଏବେ ଆମେ କ'ଣ କରିବା ଏବେ ମାଛ ବିରିୟାନୀରେ ଆମର ହଳଦୀ ଲୁଣ ଲେମ୍ବୁ ଆଉ ଅଦା ରସୁଣ ଛେଚା ସବୁ ପଡ଼ିଛି ହେଲା କି। ଆଉ ଏଥିରେ ଆମେ କ'ଣ କରୁଛୁ ଲଙ୍କା ପାଉଡ଼ର
ଚିକେନ ମସଲା ଟିକେ ପକେଇ ଦେଇଛି ହେଲା ଦେଇକି ଆମେ ପକେଇଦେବା। ମାମା ଆମର ହେଇଗଲାଣି ନାଇଁ କି? ମାଛ ହେଇଗଲାଣି ହେଇଯିବନି ଭଜା ହବ। ଆଉ ମାମା ମାଛ ବିହନ ଭଜା ହେଇଗଲାଣି ନା କଡ଼ା ଚାଲିଛି? ଆମର ମାଛ ବିହନ ଭଜା ସରିଗଲା। ଏବେ ଆମେ କ'ଣ କରିବା ରୋହି ମାଛ ଏବେ ଆମର ରୋହି ମାଛ ହେଲା ତ ଆମର ଏଠି ମାଛ ଭଜା ଚାଲିଛି। ଗୋଟେ ପଟେ ସଇଲାଣି ଆଉ ଗୋଟେ ଓଲଟା ଭାରି ଖରା ହେଲାଣି ବର୍ଷା ହେଇଥିଲା ଖରା। ଆଉ ତାହେଲେ ଆମର ମାଛ ଭଜା ସଇଲା ନା କଡ଼ା ଚାଲିଛି? ମାଛ ହେଇଗଲାଣି ଗୋଟେ ହେଲା ଆମର ଏଇଟା ରୋହି ମାଛ ଆଉ ଗୋଟେ ପୋହଳା ମାଛ। ତୁ ଖାଇବୁନି? ଖାଇବା ଆମ ଝିଅ ଖାଇବ। ମିଛ ତୁ କ'ଣ ହେଇଛି କହ? ମିଛ କଥା କହୁଛି। ଆଜି ଯାଇଥିଲେ ଆଣ୍ଟି ଆମେ ଯାଇଥିଲେ ନେଇକି ଆସିଛନ୍ତି। ଆଉ ମା କଥା ଏଇ ମାଛ ଆଉ ତୁ ଆମର ଖାଇବୁ। ଦବାକୁ ପଡ଼ିବନି କହୁଛି ଅଳ୍ପ ମତେ କହିଲା ମୁଁ ବୁକ୍ ପଢିଛି ଆଉ ମୋର ଭିଡ଼ିଓ ଆସିବ ସ୍କୁଲରେ ହେଲା। ଏରେ ଗାଲ ଏଇ ଗଧିଟା କିଛି ସମସ୍ତଙ୍କର ଭିଡ଼ିଓ ଅଛି ତା ଭିଡ଼ିଓ ଅଛି ତୋରି ଆସିନି ଏଇଟା ପଢିପାନି। ହଁ ଏଇଟା ପଢିପାନି ଗଧଟା ଏଇଟା ଶୁଣୁ। ମିଛରେ ମତେ କହୁଥିଲା ଭିଡ଼ିଓ ଦେଖେଇବ। ପ୍ରିୟାଂଶରେ ଆସିଛି ମୁଁ ଦେଖିଛି। ହଁ ହଁ ଦେଖିବୁ ଯାଉନୁ ପଚାରିବୁ ଯାଉନୁ। ନାଇଁ ନାଇଁ ଆମ ଗେଲି ଭଲ ପାଠ ପଢ଼େ। ମୁଁ ଟିକେ ଗେଲେରେ ତାକୁ କହିଦିଏ ଆଉ। ଗେଲି ଆମର ବଢ଼ିଆ ପାଠ ପଢ଼େ ବଢ଼ିଆ ରିଡ଼ିଂ କରୁଛି ଇଂଲିଶ ଆଉ ଓଡ଼ିଆ ବି ବଢ଼ିଆ ପଢ଼ୁଛି। ଇଂଲିଶ ମିଡ଼ିୟମ ପଢ଼ି ଓଡ଼ିଆ ବଢ଼ିଆ ପଢ଼ୁଛି। ମୋ ଧନଟା ନହେଲେ ସମସ୍ତେ ଭାବେ ଗେଲି ଗାଧି। ଆମର ଏପଟେ ମାଛ ଭଜା ବି ଚାଲିଛି ନାଇଁ କି? ଏଇଟା କାହିଁ ଧରୁଛୁ? ଆମ ଗେଲୁ ଆଇଛି ତ ତୋଠି ଟିକେ ଦେ ଚାଖିବି ତାପରେ ଦବାକୁ ଚାଖିବ। ହଉ ଆଉ କୁଆଡ଼େ ଗଲୁ ଗେଲୁ? ହଁ ଖାଇବ ଗେଲୁ। ଏଡ଼ା ଶୁଣୁ ଖାଇଲୁ ମା କେମିତି ଭାସିଛି। ଆମର ମାଛ ଭଜା ଏବେ ସଇଲା। ଆଉ ମୁଁ ତ ଯାଉଛି ତୁ ଭାଜିକି ଆସିବୁ ଆଉ। ଆଉ ଆଜି ଚାଲେ ବର୍ଷା ପାଗରେ ଏଇ ସବୁ ଗାଡ଼ି ଫାଡ଼ି ଯାଉଛି। କେତେ ଜୋର ବର୍ଷା ହେଲାଣି ଆଉ ବର୍ଷା ହଉ ଯାଇ ତୋର ଭାତ ବଢ଼ା ହେଇଛି ଆଉ ଟିକେ ଖାଇଦେବୁ ଆଉ। ହଉ ଆଉ ଚାଲ। ଆଉ କ'ଣ ବଢ଼ାବଢ଼ି ହେଲାଣି ଆମର। ବର୍ଷା ବାହାରେ ଜୋର ହେଉଛି ନା। ଆଉ ବର୍ଷା ପାଗକୁ ମାଛ ବନ୍ଧାକୋବି ଆଳୁ ଭର୍ତ୍ତା ମାଛ ବିରିୟାନୀ ବି ଅଛି ନା। ଆଉ ଡାଲମା ଅଛି। ଆଉ କ'ଣ ଅଛି ଆଜି? ଏଇଟା ଆମର ଡାଲମା। ଆଗେ ଭାତଟା ବଢ଼ା ହେବ ତାପରେ ଡାଲମାଟା ଦିଆଯିବ ଆଉ। ବଢ଼ିଆ ହେଇଛି ଆଉ। ଭର୍ତ୍ତାଟା ଚକଡ଼ା ହେବ ଆଉ। କ'ଣ ଭର୍ତ୍ତା ଚକଡ଼ା ହେଉଛି? ହଉ ଚକଡ଼ ଆଉ। ଭର୍ତ୍ତା ହେଇଗଲା। ଦହି ବି ଅଛି। ଖାଇବାଟା ତାହେଲେ ଜମିବ ଆଜି ଆଉ।
दही टमाटर तो सब चल आम थाली क्लीयर चल जा एथर खाइबा आ पूरा वर्षा पागरे तोर मस्त खाद्य आउ ना कौन खाऊ कहलु आज टिके दही आलू भर्ता माछ बिहन भात टमाटर ओ खा खा मजा करके खा मोटे भूख लगे